এটা ଆମ ପାଇଁ ଗୋଟେ ଆଶ୍ଚର୍ଯ୍ୟର କଥା। ସେ ବହୁତ ଭଲ ପିଲା, ତାର ଖେଳ ଛଡ଼ା ଆଉ କିଛି ଇଏ ନଥା। କ'ଣ ଏଇଟା ଆମେ ଜାଣିନୁ କ'ଣ ହେଇଛି କ'ଣ ନାହିଁ, ଯାହା ପୋଲିସ ତଦନ୍ତ କରିବେ ଆଉ। ସେଇଟା କିଛି ଜଣା ନାହିଁ ଆମକୁ। ସେ ତ ସେଭଳିଆ ପିଲା ହିଁ ନୁହଁ, ତାର ଶତ୍ରୁତା କୋଉଠୁ ଆସିବ। ନା ନା ମୁଁ ଏଇଟା ଜାଣିନି, ମୁଁ ଆସିକି ଏଠି ଡାଇରେକ୍ଟ ସେ 2ଟା 2:30 ବେଳେ ଯାହା ଶୁଣିବାକୁ ମିଳୁଛି। ମୁଁ ବି ନଥିଲି, ମୁଁ 4ଟା ବେଳେ ଆସିକି ପହଞ୍ଚିଲି। ସେ ଲୋକାଲ ପିଲା କିଏ ଥିଲେ ସେଠି ଜଣେ ଜାଣିବାକୁ ପଡ଼ିବ। ନୂଆପଡ଼ା ପ୍ରେସ୍ କଲୋନୀ ଆଗକୁ, ପ୍ରେସ୍ କଲୋନୀ ସେ ଆସେ ଖେଳିବାକୁ, ଲକ୍ଷେଶ୍ୱର ମନ୍ଦିର ପାଖରେ ସେ ଖେଳିବାକୁ ଆସେ, ବସା ଉଠା କରିছে। ଖେଳ ପାଇଁ 4ଟା ବେଳେ ଖେଳ ହୁଏ, ସବୁବେଳେ ଆସେ ସେଇଠି ଖେଳ ହୁଏ ପ୍ରେସ୍ କଲୋନୀ। ଏ 2 ଦିନ ହବ ଖେଳ ଆରମ୍ଭ ହେଇଛି ପୁଣି, ନହେଲେ ବାଲି ସାଇଡରେ ବି ହୁଏ, ଯାଏ ସବୁ ସେଇଠିକି ସବୁବେଳେ ଖେଳିବା ପାଇଁ। କ୍ରିକେଟ ଖେଳ ତାର କେହି ଶତ୍ରୁ ନଥିଲେ, ମୁଁ ଯେତିକି ଜାଣିଛି। ସେ କାଲି ବି ଖେଳିବାକୁ ଯାଇଥିଲା, ଗତ ରବିବାର ବି ଆମେ ଖେଳିଥିଲୁ ଗୋଟେ ଜାଗାରେ, ଚାମ୍ପିୟନ ହେଲୁ। ତାର ସେଭଳିଆ କିଛି ଶତ୍ରୁତା ନାହିଁ। ଜାଣିନୁ ତ କ'ଣ ପାଇଁ ହେଇଛି, କୋଉଥିପାଇଁ ହେଇଛି, କିନ୍ତୁ ଆସିଲା ବେଳକୁ ସିଏ ଅଲରେଡି ମାନେ ବାଟରେ ହିଁ ଚାଲି ଯାଇଛି, ବାଟରେ ଚାଲି ଯାଇଛି। ସେ ସବୁଦିନ ସେଇଠି ଯାଏ, ପ୍ରେସ୍ କଲୋନୀ ସ୍କୁଲକୁ ଯାଏ, ସେଠି ଖଟି କରେ, ସବୁ କରେ। ପିଲାମାନଙ୍କ ସହିତ ତାର ଭଲ ସବୁ ସମ୍ପର୍କ ଭଲ, ତାର କାହା ସହିତ ଏଠି ଝଗଡ଼ା ଫଗଡ଼ା ଝାଟି ବାଟି କିଛି ନାହିଁ, ଭଲ ପିଲାଟା। କିନ୍ତୁ କ୍ରିକେଟ ବହୁତ ବଢିଆ ଖେଳେ, କ୍ରିକେଟ ବହୁତ ଭଲ ଖେଳେ। ସିଏ ଆମର ମୋ ସାହିର ମାନେ ଜଣେ ମାନେ ଘର ପାଖର ପିଲାଟେ। ମୁଁ ତାକୁ ଫିଷ୍ଟ କଥା ମୁଁ କିଛି ଜାଣିନି, ମୁଁ ଖବର ପାଇଲି ଯେ ଆକ୍ସିଡେଣ୍ଟ ହେଇଛି ବୋଲି। କିନ୍ତୁ ଆମେ ତ ମାନେ ଆସିକି ମାନେ ଖବର ପାଇଲୁ ଯେ ସିଏ ଅଲରେଡି ମାନେ ତାକୁ ଫାୟାରିଂ ହେଇଛି ବୋଲି। ଏଠି ମେଡିକାଲରେ ଜାଣିଲୁ, ତାପରେ ମେଡିକାଲରେ ଜାଣିଲା ପରେ ତାପରେ ଯାହା ସେଠି ମୁଁ ଆକ୍ଚୁଆଲି ସେ ଜାଗାରେ ଉପସ୍ଥିତ ନଥିଲି, ମୁଁ ଖବର ନାଇଁ ସେଠି ମୁଁ ନଥିଲି, ସେଠି ମୁଁ ଜାଣିନି। ମୁଁ ଏଠି ମେଡିକାଲ ଆସିଲା ପରେ ହିଁ ଜାଣିଲି ଯେ ଏମିତି ଜିନିଷ ହେଇଛି ଘଟଣା ବୋଲିକା। ତାପରେ ପୋଲିସ ତାପରେ ଯାହା ଡିସାଇଡ୍ କରିବ ଆଉ। ନାଇଁ 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 କାର ସେ ସେମିତି ପିଲା ନୁହଁ, ସେ ସେଇଭଳିଆ ପିଲା ନୁହଁ, ସେ ବହୁତ ଭଲ ପିଲା। 4ଟା ସମୟରେ ଯେ 1:30 2ଟା ବେଳକୁ ଏମିତି ଗୋଟେ ଫାୟାରିଂ କେସ୍ ହେଇଛି, ସୌମ୍ୟରଞ୍ଜନ ଜେନା ବୋଲି ଇଞ୍ଜର୍ଡ ହେଇଛନ୍ତି। ତ ଆମେ ତଦନ୍ତ କରୁଛୁ ଏବେ। ଆଉ ବର୍ତ୍ତମାନ ସୁଦ୍ଧା ତ ସେମିତି କିଛି ଜଣାପଡ଼ିନି, ଏବଂ ତାର ଯେଉଁ ଉଣ୍ଡ ଯେଉଁ ଅଛି, ସେ ଉଣ୍ଡରୁ ବି ଟିକେ ସସ୍ପେକ୍ଟ ଲାଗୁଛି। ସେଇ ହିସାବରେ ଆମେ ଇନଭେଷ୍ଟିଗେସନ୍ କରୁଛୁ, ତାପରେ ତଦନ୍ତ କରୁଛୁ ଏବଂ ସସ୍ପେକ୍ଟକୁ ବି ଇଣ୍ଟରୋଗେସନ୍ କରୁଛୁ। ବର୍ତ୍ତମାନ ସୁଦ୍ଧା ସେମିତି କିଛି ଜଣାପଡ଼ିନି, ଏବେ ଆପଣଙ୍କୁ ଫର୍ଦର ଜଣାଇବୁ। ଇନଭେଷ୍ଟିଗେସନ୍ ଚାଲିଛି। ନାଇଁ ସେ ଡିଟେଲ୍ସ ଆମେ ଜାଣିନୁ, ବର୍ତ୍ତମାନ ଇନଭେଷ୍ଟିଗେସନ୍ ଚାଲିଛି। ପ୍ରଥମ ମାନେ ଏମିତି ଜଷ୍ଟ ଖବର ମିଳିଛି ଯେ କ'ଣ ଭୋଜି ଭୋଜି କରୁଥିଲେ ବୋଲି, ବଟ୍ କନଫର୍ମ ନୁହେଁ। ଏଇଟା ଆମେ ଇନଭେଷ୍ଟିଗେସନ୍ କରୁଛୁ, ଆପଣମାନଙ୍କୁ ଜଣାଇବୁ। କ'ଣ ହେଇଛି ସେଇଟା ଇନଭେଷ୍ଟିଗେସନ୍ ଚାଲିଛି, ଆପଣଙ୍କୁ ଜଣାଇବୁ। ଏପର୍ଯ୍ୟନ୍ତ କିଛି ସେମିତି ଜଣା ନାହିଁ, ଫର୍ଦର ଆମେ ଜଣାଇବୁ। ସେଇଟା ତ ଚାଲିଛି, ଇନଭେଷ୍ଟିଗେସନ୍ ଚାଲିଛି, ଜଣାପଡ଼ିବ। ନାଇଁ ଆମେ ସସ୍ପେକ୍ଟକୁ ପଚରା ପଚରି କରୁଛୁ, ଜଣେ 2 ଜଣଙ୍କୁ ଅଟକ ରଖି ଆମେ ପଚରା ପଚରି କରୁଛୁ। କ'ଣ ଫର୍ଦର ଜଣାପଡ଼ିବ, ଜଣାଇବୁ।